ଆଜିର ଏହି ବିଶ୍ଳେଷଣରେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ 18 ଜାନୁଆରୀ 2026ର କିଛି ମୁଖ୍ୟ ଖବରକାଗଜକୁ ନେଇ ଗୋଟେ ଗଭୀର ଆଲୋଚନା କରିବା। ଆମ ପାଖରେ ସମ୍ବାଦ, ପ୍ରମେୟ, ସମାଜ ସହିତ ଦ ଟାଇମ୍ସ ଅଫ୍ ଇଣ୍ଡିଆ ଆଉ ମିଣ୍ଟ ଭଳି ଜାତୀୟ ପ୍ରକାଶନର ତଥ୍ୟ ବି ଅଛି। ଆମର ଲକ୍ଷ୍ୟ କେବଳ ଖବର ପଢ଼ିବା ନୁହେଁ, ବରଂ ଏସବୁ ଭିତରେ କ'ଣ ସମ୍ପର୍କ ଅଛି ଆଉ ଓଡ଼ିଶା ପାଇଁ ଏହାର ମାନେ କ'ଣ ତାକୁ ବୁଝିବା। ନିଶ୍ଚିତ ଭାବରେ ଆଜିର ଆଲୋଚନା ବହୁତ ଇଣ୍ଟରେଷ୍ଟିଂ ହେବ। ଆମେ ଦେଖିବା କେମିତି ଗୋଟେ ପଟେ ଓଡ଼ିଶା ପ୍ରଶାସନ ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ନୂଆ ପଦକ୍ଷେପ ନେଉଛି ଆଉ ଅନ୍ୟପଟେ କିଛି ସାମାଜିକ ସମସ୍ୟା ବି ମୁଣ୍ଡ ଟେକୁଛି, ଆଉ ତା ସହିତ ଜାତୀୟ ଅର୍ଥନୀତିର କିଛି ବଡ଼ ନିଷ୍ପତ୍ତି ବି ଅଛି। ବହୁତ ବଢ଼ିଆ। ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆଉ ପ୍ରଥମେ ସ୍ୱାସ୍ଥ୍ୟ କ୍ଷେତ୍ରରୁ ହିଁ ଆରମ୍ଭ କରିବା। ଖବର ଅଛି ଯେ ରାଜ୍ୟରେ ନିପା ଭାଇରସ୍ ସ୍ଥିତିକୁ ନେଇ ଗୋଟେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଇଟା କ'ଣ କୌଣସି ବିପଦର ସଂକେତ? ନା, ଦେଖନ୍ତୁ, ଏହାକୁ ବିପଦର ସଂକେତ କହିବା ଅପେକ୍ଷା ଏହାକୁ ଏକ ପ୍ରାକ୍ ପ୍ରସ୍ତୁତି କହିବା ବୋଧେ ଠିକ୍ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ମୁଖ୍ୟ କଥା ହେଲା, ରାଜ୍ୟରେ ଏପର୍ଯ୍ୟନ୍ତ ନିପାର କୌଣସି କେସ୍ ନାହିଁ, କିନ୍ତୁ ସରକାର କୌଣସି ସମସ୍ୟା ଆସିବା ପୂର୍ବରୁ ପ୍ରସ୍ତୁତ ରହିବାକୁ ଚାହୁଁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ପ୍ରଶାସନ ଏବେ ରିଆକ୍ଟିଭ୍ ହେବା ପରିବର୍ତ୍ତେ ପ୍ରୋଆକ୍ଟିଭ୍ ହେବା ଉପରେ ବେଶୀ ଗୁରୁତ୍ୱ ଦେଉଛି। ଓହୋ, ଅର୍ଥାତ୍ କିଛି ହେଲା ପରେ ଆକ୍ସନ୍ ନେବା ବଦଳରେ ଆଗୁଆ ସତର୍କ ରହିବା। ଏଇଟା ତ ନିଶ୍ଚୟ ଗୋଟେ ଭଲ ପରିବର୍ତ୍ତନ। ଆଉ ଏମିତି ଗୋଟେ ସଂସ୍କାରମୂଳକ ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ବି ଦେଖିବାକୁ ମିଳିଛି। ଖବରକାଗଜରେ ବେଶ୍ ଚର୍ଚ୍ଚା ହେଉଛି, ଉଚ୍ଚଶିକ୍ଷା ବିଭାଗ ଅକର୍ମଣ୍ୟ ଅଧ୍ୟାପକଙ୍କୁ ଚିହ୍ନଟ କରି ବାଧ୍ୟତାମୂଳକ ଅବସର ଦେବାକୁ ଯାଉଛି। ହଁ, ଏଇଟା ଏକ ବହୁତ ବଡ଼ ନିଷ୍ପତ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଆକାଉଣ୍ଟେବିଲିଟି ବଢ଼ାଇବା, ସରକାରୀ ଶିକ୍ଷାନୁଷ୍ଠାନରେ ଉତ୍ତରଦାୟିତ୍ୱ ବଢ଼ାଇବା। ଜାନୁଆରୀ 31 ସୁଦ୍ଧା ସେମାନଙ୍କ ସର୍ଭିସ୍ ରେକର୍ଡ ଆଉ ପରଫର୍ମାନ୍ସ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହା କେବଳ ଉତ୍ତରଦାୟିତ୍ୱ ନୁହେଁ, ଏହା ଏକ ସଂକେତ ଯେ ସରକାର ଏବେ ହ୍ୟୁମାନ୍ କ୍ୟାପିଟାଲର ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଅକର୍ମଣ୍ୟର ସଂଜ୍ଞା କ'ଣ ହେବ? ଏମିତି ଆଶଙ୍କା ନାହିଁ ତ ଯେ ଏହାକୁ ଭୁଲ ଉପାୟରେ ବ୍ୟବହାର କରାଯାଇପାରେ? ଏଇଟା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ ଆପଣ। ଦେଖନ୍ତୁ, ଏହି ପଦକ୍ଷେପର ସଫଳତା ପୂରାପୂରି ଏହାର କାର୍ଯ୍ୟକାରିତା ଉପରେ ନିର୍ଭର କରେ। ଯଦି ଅକର୍ମଣ୍ୟର ମାନଦଣ୍ଡ ସ୍ପଷ୍ଟ ଆଉ ଟ୍ରାନ୍ସପାରେଣ୍ଟ ନ ହୁଏ, ତାହେଲେ ଏହାର ଅପବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ପରଫର୍ମାନ୍ସ ଇଭାଲ୍ୟୁଏସନର ଗୋଟେ ସ୍ୱଚ୍ଛ ପ୍ରକ୍ରିୟା ତିଆରି କରିବାଟା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ବୁଝିଲି। ତେବେ ମାନବ ପୁଞ୍ଜିରେ ସୁଧାର ସହିତ ସରକାର ଟେକ୍ନୋଲୋଜିକୁ ବି ବ୍ୟବହାର କରୁଛନ୍ତି। ସଡ଼କ ସୁରକ୍ଷା ପାଇଁ IIT ମାଡ୍ରାସର ଏକ ଟେକ୍ନୋଲୋଜିକୁ ଓଡ଼ିଶା ଅପନାଇଥିବାର ଖବର ଅଛି। ଏହା ପ୍ରକୃତରେ କ'ଣ? ଏହା ହେଉଛି ଇଣ୍ଟିଗ୍ରେଟେଡ୍ ରୋଡ୍ ସେଫ୍ଟି ଡ୍ୟାଶବୋର୍ଡ। ଏଇଟା କେବଳ ଗୋଟେ ସାଧାରଣ ଡାଟାବେସ୍ ନୁହେଁ। ଏହାର ମାନେ ହେଲା, ଏହି ଡ୍ୟାଶବୋର୍ଡ କେବଳ କେଉଁଠି ଆକ୍ସିଡେଣ୍ଟ ହେଉଛି ତାହା କହିବ ନାହିଁ, ବରଂ କାହିଁକି ହେଉଛି ତାର ଗୋଟେ ସ୍ପଷ୍ଟ ଚିତ୍ର ଦେବ। ଧରନ୍ତୁ, ଏହା ଦେଖେଇ ପାରିବ ଯେ ଭୁବନେଶ୍ୱରରେ ଗୋଟେ ନିର୍ଦ୍ଦିଷ୍ଟ ମୋଡ଼ରେ କେବଳ ବର୍ଷା ଦିନେ ସନ୍ଧ୍ୟା 5ଟାରୁ 7ଟା ଭିତରେ ବାଇକ୍ ଦୁର୍ଘଟଣା ବେଶୀ ହେଉଛି। ବାଃ, ଏହା ତ ବହୁତ ମାଇକ୍ରୋ ଲେଭେଲ୍ ଆନାଲିସିସ୍। ତାହେଲେ ଏହି ସୂଚନା ମିଳିବା ପରେ କ'ଣ କରାଯାଇପାରିବ? ଏହି ସୂଚନା ମିଳିବା ପରେ ପ୍ରଶାସନ ସେଠାରେ ଟାର୍ଗେଟେଡ୍ ଆକ୍ସନ୍ ନେଇପାରିବ। ଯେମିତିକି ସେହି ଜାଗାରେ ଲାଇଟ୍ ଲଗାଇବା, ରାସ୍ତା ମରାମତି କରିବା କିମ୍ବା ସେହି ନିର୍ଦ୍ଦିଷ୍ଟ ସମୟରେ ଟ୍ରାଫିକ୍ ପୋଲିସ ମୁତୟନ କରିବା। ଏହାକୁ କୁହାଯାଏ ଡେଟା ଡ୍ରିଭନ୍ ଡିସିସନ୍ ମେକିଂ। ବୁଝିଲି। ତେବେ ଗୋଟେ ପଟେ ସରକାର ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଆମ ସମାଜରେ ଏମିତି କିଛି ଘଟଣା ଘଟୁଛି ଯାହା ମାନବିକତାକୁ ପ୍ରଶ୍ନ କରୁଛି। ଭଦ୍ରକରୁ ଆସିଥିବା ନବଜାତ ଶିଶୁ ବିକ୍ରିର ଖବରଟା। ହଁ, ସେଟା ଅତ୍ୟନ୍ତ ଦୁଃଖଦ ଘଟଣା। ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଜଣେ ମା କିଛି ଟଙ୍କା ପାଇଁ ନିଜ ନବଜାତ ଶିଶୁକୁ ବିକ୍ରି କରିଦେଇଥିବାର ଅଭିଯୋଗ ହୋଇଛି। ଏ ଘଟଣା କେବଳ ଗୋଟେ ଅପରାଧ ନୁହେଁ, ଏହା ଆମ ସାମାଜିକ ବ୍ୟବସ୍ଥାର ଗୋଟେ ବିଫଳତାକୁ ଦର୍ଶାଉଛି। ଦାରିଦ୍ର୍ୟ, ଅସହାୟତା। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏହା ଉପରେ ତୁରନ୍ତ ଆକ୍ସନ୍ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଭଲ କଥା। ଏହିଭଳି ସାମାଜିକ ପ୍ରସଙ୍ଗ ଭିତରେ ରାଜଧାନୀ ଭୁବନେଶ୍ୱରର ଏକ ସ୍ଥାୟୀ ସମସ୍ୟା ବୁଲା କୁକୁରଙ୍କ କଥା ବି ଖବରକାଗଜରେ ଅଛି। ହଁ, ଆଉ ଏ ପ୍ରସଙ୍ଗଟା ଯେତିକି ସରଳ ଲାଗେ ସେତିକି ନୁହେଁ। ଏଟା କେବଳ ନାଗରିକ ସୁରକ୍ଷା ନୁହେଁ, ଏଥିରେ ପଶୁ ଅଧିକାର ଆଉ ଅର୍ବାନ୍ ପ୍ଲାନିଂର କଥା ବି ଅଛି। ପ୍ରମେୟ ରିପୋର୍ଟରେ ଯେମିତି କୁହାଯାଇଛି, ଏହାର ସମାଧାନ ପାଇଁ ବ୍ୟାପକ ସ୍ତରର ବନ୍ଧ୍ୟାକରଣ,
ଟିକାକରଣ ଆଉ ସଚେତନତା ନିହାତି ଦରକାର। ଠିକ୍ କହିଲେ। କିନ୍ତୁ ଏସବୁ ଗମ୍ଭୀର ଖବର ଭିତରେ କିଛି ଭଲ ଖବର ବି ଅଛି ଯାହା ମନକୁ ଟିକେ ଶାନ୍ତି ଦେଉଛି, ଯେମିତିକି ସଂସ୍କୃତି ଆଉ କ୍ରୀଡ଼ା କ୍ଷେତ୍ରରୁ। ନିଶ୍ଚିତ, ବାରିପଦାରେ 6 ଦିନିଆ ମକର ମହୋତ୍ସବ ଆରମ୍ଭ ହୋଇଛି ଆଉ କ୍ରୀଡ଼ା କ୍ଷେତ୍ରରେ ଭୁବନେଶ୍ୱରରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍ ମ୍ୟାଚ୍ ପାଇଁ ଟିକେଟ୍ ମାଗଣା କରାଯାଇଛି। ଏଇଟା ମାନେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆଣିବା ପାଇଁ ଗୋଟେ ଭଲ ପ୍ରୟାସ। ଏହା ତ ନିଶ୍ଚୟ ଭଲ ପଦକ୍ଷେପ। କିନ୍ତୁ ମୋର ପ୍ରଶ୍ନ ହେଉଛି, ଏହା କ'ଣ ଏକ ସଷ୍ଟେନେବଲ୍ ମଡେଲ? ମାଗଣା ଟିକେଟ୍ ଦେଇ କ୍ରୀଡ଼ାର ବ୍ୟବସାୟ ଚାଲିପାରିବ? ଭଲ ପ୍ରଶ୍ନ। ଦେଖନ୍ତୁ, ମାଗଣା ଟିକେଟ୍ ହେଉଛି ଗୋଟେ ପ୍ରାରମ୍ଭିକ ପ୍ରୋତ୍ସାହନ। ଏହା ଖେଳ ପ୍ରତି ଲୋକଙ୍କର ଆଗ୍ରହ ବଢ଼ାଇବ। କିନ୍ତୁ ପ୍ରକୃତ ସଫଳତା ସେତେବେଳେ ମିଳିବ ଯେତେବେଳେ ଲୋକ ନିଜ ଇଚ୍ଛାରେ ଟିକେଟ୍ କିଣି ଖେଳ ଦେଖିବାକୁ ଆସିବେ। ସେଇଟା ହିଁ କ୍ରୀଡ଼ାକୁ ଆତ୍ମନିର୍ଭରଶୀଳ କରିବ। ଆତ୍ମନିର୍ଭରଶୀଳତା କଥା ଉଠିଲା, ତେବେ ଚାଲନ୍ତୁ ଜାତୀୟ ଅର୍ଥନୀତିର କିଛି ବଡ଼ ଖବର ଆଡ଼କୁ ଯିବା। ସରକାର ପ୍ରତିରକ୍ଷା କ୍ଷେତ୍ରରେ ଏଫ୍ଡିଆଇ ନିୟମକୁ କୋହଳ କରିବାକୁ ଯୋଜନା କରୁଛନ୍ତି ବୋଲି ରିପୋର୍ଟ ଅଛି। ଏହି ଏଫ୍ଡିଆଇ ଆଉ ଅଟୋମେଟିକ୍ ରୁଟ୍, ଏସବୁର ସରଳ ଅର୍ଥ କ'ଣ? ହଁ, ଏଫ୍ଡିଆଇ ମାନେ ହେଲା ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ। ଅଟୋମେଟିକ୍ ରୁଟ୍ର ସୀମା 49%ରୁ 74%କୁ ବଢ଼ାଇବାକୁ ଯୋଜନା କରାଯାଉଛି। ଏହାର ସିଧା ଅର୍ଥ ହେଲା ଏବେ ବିଦେଶୀ କମ୍ପାନୀମାନେ ଭାରତର ଡିଫେନ୍ସ କମ୍ପାନୀରେ 74% ପର୍ଯ୍ୟନ୍ତ ନିବେଶ କରିବା ପାଇଁ ସରକାରଙ୍କଠାରୁ ଆଉ ବିଶେଷ ଅନୁମତି ନେବା ଦରକାର ପଡ଼ିବନି। ଓହୋ, ତା ମାନେ ପ୍ରୋସେସଟା ବହୁତ ସହଜ ହେଇଯିବ। କିନ୍ତୁ ଏହାର ଉଦ୍ଦେଶ୍ୟ କ'ଣ? ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ଉପକରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା କମ୍ କରିବା। ଯେତେବେଳେ ବିଦେଶୀ କମ୍ପାନୀ ଏଠାରେ ଇନଭେଷ୍ଟ କରିବେ, ସେମାନେ ଟଙ୍କା ସହିତ ଲେଟେଷ୍ଟ ଟେକ୍ନୋଲୋଜି ବି ଆଣିବେ। ମେକ୍ ଇନ୍ ଇଣ୍ଡିଆକୁ ଏଥିରୁ ବହୁତ ବଳ ମିଳିବ। ଠିକ୍। ତେବେ ପ୍ରତିରକ୍ଷା କ୍ଷେତ୍ରରେ ଏହି ଟେକ୍ନୋଲୋଜିର ଆଗମନ ଆଉ ନିଯୁକ୍ତି ବଜାରର ଗୋଟେ ବଡ଼ ଖବର, ଏ ଦୁଇଟା ଭିତରେ କିଛି ଲିଙ୍କ ଅଛି କି? ରିପୋର୍ଟ କହୁଛି ଯେ 2026ରେ ଟେକ୍ନୋଲୋଜି କ୍ଷେତ୍ରରେ ନିଯୁକ୍ତି ବହୁତ ବଢ଼ିବ। ଏକଦମ ଠିକ୍ ଧରିଛନ୍ତି। ଫ୍ରି ପ୍ରେସ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଟେକ୍ କ୍ଷେତ୍ରରେ ପ୍ରାୟ 125,000 ନୂଆ ଚାକିରି ସୃଷ୍ଟି ହୋଇପାରେ। କିନ୍ତୁ ମଜା କଥା ହେଉଛି, ଏହି ଚାକିରି କେବଳ ଇନଫୋସିସ୍ କି ଗୁଗଲ ଭଳି କମ୍ପାନୀରେ ହେବନି। ଏବେ ବ୍ୟାଙ୍କିଂ, ରିଟେଲ, ଏପରିକି କୃଷି କ୍ଷେତ୍ରରେ ବି ଡିଜିଟାଲ ଦକ୍ଷତା ଥିବା ଲୋକଙ୍କର ଚାହିଦା ବଢ଼ୁଛି। ଏହି ସବୁ ଅର୍ଥନୈତିକ ଘଟଣାକ୍ରମ ଉପରେ ନଜର ରଖିବା ପାଇଁ ସେୟାର ବଜାର ଏକ ବଡ଼ ମାଧ୍ୟମ। କିନ୍ତୁ ଗୋଟେ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯେ ଆସନ୍ତା ବଜେଟ୍ ପାଇଁ ସେୟାର ବଜାର ରବିବାର ଦିନ ବି ଖୋଲା ରହିବ। ଏଇଟା ତ ବହୁତ ରେୟାର। ହଁ, ଏହା ପ୍ରକୃତରେ ଏକ ବିରଳ ଘଟଣା। କେନ୍ଦ୍ରୀୟ ବଜେଟ୍ 1 ଫେବୃଆରୀ ରବିବାର ଦିନ ଆସୁଥିବାରୁ ବିଏସ୍ଇ ଏବଂ ଏନ୍ଏସ୍ଇ ଖୋଲା ରହିବ। କାରଣ ହେଲା ବଜେଟ୍ ଘୋଷଣାର ତୁରନ୍ତ ପ୍ରଭାବକୁ ବଜାରରେ ଦେଖିବା। ଯଦି ବଜାର ବନ୍ଦ ରହିଥାନ୍ତା, ସୋମବାର ଦିନ ବହୁତ ଭୋଲାଟିଲିଟି ଦେଖାଯାଇଥାନ୍ତା। ବୁଝିଲି। ତେବେ ଆମେ ତୁରନ୍ତ ପ୍ରଭାବ ବିଷୟରେ କଥା ହେଲେ, କିନ୍ତୁ କିଛି ପ୍ରଭାବ ଏମିତି ଅଛି ଯାହା ବହୁତ ଧୀରେ ଧୀରେ ଆସେ। ମୁଁ ଜଳବାୟୁ ପରିବର୍ତ୍ତନ କଥା କହୁଛି। ହିମାଳୟକୁ ନେଇ ଗୋଟେ ଚିନ୍ତାଜନକ ରିପୋର୍ଟ ଆସିଛି। ହଁ, ଦ ଷ୍ଟେଟ୍ସମ୍ୟାନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହିମାଳୟ ଅଞ୍ଚଳ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧି ତୁଳନାରେ ବହୁତ ଦ୍ରୁତ ଗତିରେ ଗରମ ହେଉଛି। ଫଳରେ ସେଠାକାର ଗ୍ଲେସିୟର ତରଳୁଛି, ନୂଆ ନୂଆ ହ୍ରଦ ତିଆରି ହେଉଛି। କିନ୍ତୁ ହିମାଳୟରେ ଗ୍ଲେସିୟର ତରଳିଲେ ପୁରୀରେ ବସିଥିବା ଲୋକର କ'ଣ ଯାଏ ଆସେ? ଏହାର କିଛି ସିଧାସଳଖ ସମ୍ପର୍କ ଅଛି କି? ନିଶ୍ଚିତ ଭାବରେ ସମ୍ପର୍କ ଅଛି। ହିମାଳୟକୁ ଏସିଆର ୱାଟର ଟାୱାର କୁହାଯାଏ। ସେଠାକାର ପାଣିପାଗର ପରିବର୍ତ୍ତନ ସମଗ୍ର ଭାରତୀୟ ଉପମହାଦେଶର ମୌସୁମୀ ବାୟୁକୁ ପ୍ରଭାବିତ କରେ। ଯଦି ମୌସୁମୀ ଅନିୟମିତ ହୁଏ, ତେବେ ଏହାର ସିଧା ପ୍ରଭାବ ଓଡ଼ିଶାର କୃଷି ଉପରେ ପଡ଼ିବ। ଅଦିନିଆ ବର୍ଷା, ବନ୍ୟା ଏସବୁ ସମସ୍ୟା ବଢ଼ିବ। ବୁଝିଲି। ଏହି ପରିବେଶ, କୃଷି ଆଉ ଶିଳ୍ପର ସମ୍ପର୍କକୁ ନେଇ ଆଜିର ସବୁଠୁ ମଜାଦାର ଖବରଟା ଅଛି। କ୍ରିକେଟ ବ୍ୟାଟ୍ ତିଆରି ଶିଳ୍ପ ଏକ ସଙ୍କଟ ଦେଇ ଗତି କରୁଛି। ଏହା ତ ଅର୍ଥନୀତି ଆଉ ପରିବେଶର ଏକ ଅଦ୍ଭୁତ କାହାଣୀ ଭଳି ଲାଗୁଛି। ହଁ, ଏହା ଅର୍ଥନୀତିର ଏକ କ୍ଲାସିକ୍ କେସ୍ ଷ୍ଟଡି କହିପାରିବେ। ବିଜନେସ୍ ଲାଇନ୍ର ରିପୋର୍ଟ ଅନୁସାରେ କ୍ରିକେଟ ବ୍ୟାଟ୍ ପାଇଁ ସବୁଠାରୁ ଭଲ କାଠ ହେଉଛି ୱିଲୋ। କିନ୍ତୁ ଗୋଟେ ୱିଲୋ ଗଛକୁ ପ୍ରସ୍ତୁତ ହେବାକୁ ପ୍ରାୟ 20-25 ବର୍ଷ ଲାଗେ। ଅନ୍ୟପଟେ ପପ୍ଲର ଗଛ ଅଛି, ଯାହା ମାତ୍ର 8-12 ବର୍ଷରେ ରେଡି ହୋଇଯାଏ। ଆଉ ପ୍ଲାଇଉଡ୍ ଶିଳ୍ପରେ ଏହାର ଚାହିଦା ବହୁତ। ତା ମାନେ ଚାଷୀମାନେ ଶୀଘ୍ର ଲାଭ ପାଇବା ପାଇଁ ୱିଲୋ ବଦଳରେ ପପୁଲାର ଗଛ ଲଗାଉଛନ୍ତି। ଏକଦମ ସଠିକ୍। ଚାଷୀ ପାଇଁ ଏହା ଏକ ସିଧାସଳଖ ଆର୍ଥିକ ନିଷ୍ପତ୍ତି। ତାକୁ ଯେଉଁଠିରେ ଶୀଘ୍ର ଆଉ ଅଧିକ ଲାଭ ମିଳିବ, ସେ ସିଆ ହିଁ କରିବ ପାରା। ଏହାର ଫଳସ୍ୱରୂପ
ୱିଲୋ କାଠର ଅଭାବ ଦେଖାଦେଇଛି ଆଉ ବ୍ୟାଟ୍ ଉତ୍ପାଦନ କମିଯାଇଛି। ବା ଏହା ପ୍ରକୃତରେ ଏକ ଅବିଶ୍ୱସନୀୟ କାହାଣୀ। ତାହେଲେ ଆଜିର ଏଇ ସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଓଡ଼ିଶା ଗୋଟେ ପଟେ ସୁଧାର ଆଣିବାକୁ ଚେଷ୍ଟା କରୁଛି, ଟେକ୍ନୋଲୋଜି ଆପଣାଉଛି, କିନ୍ତୁ ତା ସହିତ ଶିଶୁ ବିକ୍ରି ଭଳି ସାମାଜିକ ସମସ୍ୟା ଏକ ବଡ଼ ଆହ୍ୱାନ ହୋଇ ରହିଛି। ହଁ, ଆଉ ଆମେ ଦେଖିଲେ କିପରି ଜାତୀୟ ଅର୍ଥନୀତିର ପରିବର୍ତ୍ତନ, ଯେମିତିକି ପ୍ରତିରକ୍ଷା କ୍ଷେତ୍ରରେ ଏଫ୍ଡିଆଇ ନୀତି, ଓଡ଼ିଶା ପାଇଁ ନୂଆ ସୁଯୋଗ ଆଣିବ ଏବଂ ପରିବେଶର ଆହ୍ୱାନଗୁଡ଼ିକ ଆଗାମୀ ଦିନରେ କିପରି ଆମ ଜୀବନକୁ ପ୍ରଭାବିତ କରିବ ତାର ସଂକେତ ବି ମିଳିଲା। ଆଜିର ଗୋଟିଏ ଖବରକାଗଜରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବକ୍ତବ୍ୟ ଥିଲା, ଯେଉଁଠି ସେ 2036 ସୁଦ୍ଧା ଏକ ବିକଶିତ ଓଡ଼ିଶାର ପରିକଳ୍ପନା କରିଛନ୍ତି। ଏହାକୁ ନେଇ ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ଆଜି ଆମେ ଯେଉଁ ସବୁ ଖବର ଉପରେ ଆଲୋଚନା କଲେ, ପ୍ରଶାସନିକ ସଂସ୍କାର, ଟେକ୍ନୋଲୋଜିର ବ୍ୟବହାର, ସାମାଜିକ ସମସ୍ୟା, ଅର୍ଥନୈତିକ ସୁଯୋଗ ଆଉ ପରିବେଶର ଆହ୍ୱାନ, ଏସବୁ 2036ର ସେହି ବିକଶିତ ଓଡ଼ିଶା ଗଠନ ପାଇଁ କେଉଁ ସୁଯୋଗ ସୃଷ୍ଟି କରୁଛି ଆଉ କେଉଁ ଆହ୍ୱାନ ଛିଡ଼ା କରୁଛି, ଏହା ଉପରେ ଚିନ୍ତନ କରିବାର ଆବଶ୍ୟକତା ରହିଛି।